କୁଚିଣ୍ଡାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ସୋମବାର କୁଚିଣ୍ଡା ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁରର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଅଧ୍ୟକ୍ଷତା କରି କୁଚିଣ୍ଡା ବ୍ଲକର 17 ପଞ୍ଚାୟତରୁ ଆସିଥିବା 70 ଅଭିଯୋଗର ଶୁଣାଣି କରିଥିଲେ। ବ୍ୟକ୍ତିଗତ ଭାବେ 50 ଅଭିଯୋଗ ଏବଂ ଗୋଷ୍ଠୀଗତ ଭାବେ 20 ଅଭିଯୋଗ ଉପରେ ଶୁଣାଣି କରି ଏହାର ଫଇସଲା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ସମ୍ବଲପୁର ଜିଲ୍ଲା ପରିଷଦ ସିଡିଓ ପ୍ରସନ୍ନ ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଲିବିନ୍ସୁ କେରକେଟା, କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅନଙ୍ଗ ଭଞ୍ଜ ସାଗର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ, ମିତାଲି ମଧୁସ୍ମିତା ଦଳେଇ, ବିଡିଓ ଜୟନ୍ତ ସାହୁଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏଥିରେ ଅଧିକାଂଶ ଅଭିଯୋଗ ଚାଷୀଙ୍କ ଧାନ କ୍ରୟ ସମସ୍ୟା ଓ ମଣ୍ଡି ପରିଚାଳନା ସମ୍ପର୍କରେ ଆସିଥିଲା। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ସମେତ ବାଉରୀଗୁଡ଼ା ପଞ୍ଚାୟତ, ଅର୍ଜୁନବାଡ଼ା ଜଳ ବିଭାଜିକା କମିଟି କର୍ମକର୍ତ୍ତାଙ୍କ ମନୋମୁଖୀ କାର୍ଯ୍ୟର ତଦନ୍ତ, ଅର୍ଜାବାହାଲ ପଞ୍ଚାୟତକୁ ମରୁଡ଼ି ଘୋଷଣା କରିବା ସମ୍ପର୍କରେ ଅଭିଯୋଗ ଆସିଥିଲା। ଏହି ଅବସରରେ ଜିଲ୍ଲାପାଳ ବନ୍ଦର ଜଣେ ହିତାଧିକାରୀଙ୍କୁ ରେଡ୍କ୍ରସ ପାଣ୍ଠିରୁ 20,000 ଟଙ୍କାର ସହାୟତା, 2 ଜଣ ଶ୍ରମିକ କାର୍ଡ, 3 ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଜଣେ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର ପ୍ରଦାନ କରିଥିଲେ। ପରେ ସେ ମନ୍ତ୍ରିମୁଣ୍ଡାରେ ଏସ୍ଏଚ୍ଜି ପକ୍ଷରୁ ହୋଇଥିବା ଲଙ୍କାମରିଚ ଚାଷ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଶିବିର ପରିଚାଳନାରେ କୁଚିଣ୍ଡା ବ୍ଲକର ଅତିରିକ୍ତ ବିଡିଓ ସହଦେବ ନନ୍ଦ, ଆକାଉଣ୍ଟ ଅଫିସର ଅଜୟ ବାଗେ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଜ୍ଞା ପାରମିତା ନାୟକ, ସେକ୍ସନ ଅଫିସର ତରୁଣ ପ୍ରସାଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।